ଆଜିର ଅନୁଚିନ୍ତା। ଜୀବନର ଅଧା ବୟସ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରାଯାଏ, ଏଥିଲାଗି ଶରୀର ଖରାପ ମଧ୍ୟ ହୋଇଯାଏ। ବାକି ଜୀବନ ସେହି ଟଙ୍କା ଶରୀରକୁ ଭଲ କରିବାରେ ବିନିଯୋଗ ହୁଏ। ଶେଷରେ ନା ସେ ଶରୀର ବଞ୍ଚେ ନା ସେ ଟଙ୍କା। ସଫଳତମ ବ୍ୟକ୍ତି ସବୁବେଳେ ଦୁଇଟି କଥା ନିଜ ଓଠରେ ରଖିଥାନ୍ତି। ଗୋଟିଏ ହେଲା ନୀରବତା, ଆଉ ଗୋଟିଏ ହେଲା ସ୍ମିତ ହସ। ସ୍ମିତ ହସ ସବୁ ସମସ୍ୟାର ସମାଧାନ କରିଦିଏ ଓ ନୀରବତା ସବୁ ସମସ୍ୟାକୁ ନିଜଠାରୁ ଦୂରେଇ ଦିଏ। କଷ୍ଟ ମଣିଷକୁ ପରିବର୍ତ୍ତନ କରେ, କଷ୍ଟ ମଣିଷକୁ ଶକ୍ତିଶାଳୀ କରେ। ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା। ବିଶ୍ୱାସ ଏବଂ ପ୍ରାର୍ଥନା କେବେ ହେଲେ ଦୃଶ୍ୟ ହୁଏ ନାହିଁ, କିନ୍ତୁ ସର୍ବଦା ଅସମ୍ଭବକୁ ସମ୍ଭବ କରିଦିଏ। ଜୟ ଜଗନ୍ନାଥ।